ଦେଖନ୍ତୁ ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳ ବିଜୁ ଜନତା ଦଳର 29ତମ ସୌର ନକ୍ଷତ୍ର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଆମ ଦଳର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ଏ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଆପଣ ଦେଖିଥିବେ ଭଲ ଭାବରେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳ ନବୀନ ବାବୁଙ୍କୁ ବିଜୁ ଜନତା ଭଲ ପାଉଥିବା ହଜାର ହଜାର ମୁରବୀ ଏବଂ ମହିଳା ଯୁବ ଛାତ୍ର କୃଷକ ଶ୍ରମିକ ସାମିଲ ହୋଇଥିଲେ। ଲକ୍ଷ୍ୟ ହେଉଛି ଯେ ଆମେ ବିଜୁ ଏବଂ ଆମ ଦଳ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହିତ ରହିବ, ଲୋକଙ୍କ ସୁଖ ଦୁଃଖରେ ରହିବ, ପହଞ୍ଚିବ, ଲୋକଙ୍କୁ ନ୍ୟାୟ ଦେବା ପାଇଁ ଅହରହ ସଂଗ୍ରାମ କରିବ। ଏବଂ ବର୍ତ୍ତମାନରେ ଓଡ଼ିଶାରେ ଯେଉଁ ଭାରତୀୟ ଜନତା ପାର୍ଟି ସରକାର ଯେଉଁଭଳି ଭାବରେ ଲୋକଙ୍କ ପ୍ରତି ଅବିଚାର କରୁଛି, ଯାହା ମଧ୍ୟ ପ୍ରତିଶ୍ରୁତି ତାହା ମଧ୍ୟ ପାଳନ କଲେ ନାହିଁ। ପ୍ରତ୍ୟେକ ଦିନ ଆଜି ମହିଳାମାନେ ନିର୍ଯାତିତ ହେଉଛନ୍ତି, ଦୁଷ୍କର୍ମ ଶିକାର ହେଉଛନ୍ତି। ତା ସହିତ ଆଜି ଯେଉଁ ବାର୍ଦ୍ଧକ୍ୟ ବିଧବା ଭତ୍ତା ପାଇଁ ରାଜ୍ୟରେ 7 ଲକ୍ଷ ଲୋକମାନେ ଅପେକ୍ଷାରତ, ସାଲେପୁର ଟାଙ୍ଗୀରେ ମଧ୍ୟ 15,000 ଲୋକ ଅପେକ୍ଷାରତ ଅଛନ୍ତି। ଆଜି ବିଦ୍ୟୁତ କଥା କହିବା, 300 ୟୁନିଟ୍ ବିଦ୍ୟୁତ ବିଲ୍ ଛାଡ଼ କଥା କହିଥିଲେ, 1 ୟୁନିଟ୍ ଛାଡ଼ କଲେ ନାହିଁ। ଆଜି ଯେଉଁ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଆଜି ପଞ୍ଜୀକରଣ ଅବସ୍ଥା କଥା କୁହନ୍ତୁ, କଟନୀ ଛଟନୀ କଥା କୁହନ୍ତୁ, ଆଜି ସବୁଥିରେ ଆଇନ ଶୃଙ୍ଖଳା କଥା କୁହନ୍ତୁ, ସବୁଥିରେ ସରକାର ବିଫଳ ହୋଇଛି। ଭାରତୀୟ ଜନତା ପାର୍ଟି ମୋହନ ସରକାର, ଏ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରାଯିବ ଏବଂ ଲୋକଙ୍କ ସହିତ ବିଜୁ ଜନତା ଦଳ ପ୍ରତ୍ୟେକ ଦିନ। ମୁଁ ଚିତ୍ତରଞ୍ଜନ ସାମଲ, ବିଜୁ ଜନତା ଦଳର କଟକ ଜିଲ୍ଲାର ଉପସଭାପତି, ଜିଲ୍ଲା ପରିଷଦ ସଭ୍ୟ ଟାଙ୍ଗୀ। ଆଜି ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ଟାଙ୍ଗୀ ସାଲେପୁରର ଗୋପୀନାଥପୁରରେ ମଧୁବାବୁଙ୍କ ଜନ୍ମପୀଠରେ ମହାସମାରୋହରେ ପାଳନ ହୋଇଛି। ଏଥିରେ ପ୍ରାୟ 5,000ରୁ ଉର୍ଦ୍ଧ୍ୱ ମହିଳା ଯୁବକ ଯୋଗ ଦେଇଥିଲେ। ଏଠି ଗୋଟେ ମେସେଜ ଦେବାକୁ ଆମେ ଚାହୁଁଛୁ ଯେ ଯେଉଁ ବିରୋଧୀ ଦଳମାନେ ବାରମ୍ବାର ପ୍ରଚାର କରୁଛନ୍ତି ବିଜୁ ଜନତା ଦଳ ଭାଙ୍ଗିଯିବ, ଆଜି ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ କହିଛନ୍ତି ଏ ଦଳ 100 ବର୍ଷ ରହିବ। ଏଇଟା ହେଉଛି ଓଡ଼ିଶାବାସୀଙ୍କ ଦଳ। ଏ ଦଳର ଗୋଟେ ନିର୍ଦ୍ଦିଷ୍ଟ ଆଇଡିଓଲୋଜି ଅଛି। ଆମେ କ୍ଷମତା ପାଇଁ ଏ ଦଳ ତିଆରି କରିନୁ, ଓଡ଼ିଶାବାସୀଙ୍କ ସେବା ପାଇଁ ଏ ଦଳ ତିଆରି କରିଛୁ। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା ପାଇଁ ସଂକଳ୍ପ। ଆମର ପ୍ରିୟ ବିଧାୟକଙ୍କ ଠାରୁ ଆରମ୍ଭ କରି ସମସ୍ତ ସରପଞ୍ଚ ସଭ୍ୟ, ଜିଲ୍ଲା ପରିଷଦ ସମସ୍ତେ ଉପସ୍ଥିତ ଥିଲେ। ଆଜି ପାର୍ଟିର ପ୍ରତିଷ୍ଠା ଦିବସରେ ସଂକଳ୍ପ ନେଇଛନ୍ତି ଆଗାମୀ ପଞ୍ଚାୟତ ନିର୍ବାଚନ। ମୁଁ ଟାଙ୍ଗୀ ଚୌଦ୍ୱାର ବ୍ଲକ ବିଜୁ ଜନତା ଦଳ ସଭାପତି। ଆଜି ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସରେ ଆମର ସୁଖ ଦୁଃଖର ସାଥୀ ପ୍ରିୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ 8,000ରୁ ଉର୍ଦ୍ଧ୍ୱ ଯାହା ବିଜୁ ପ୍ରେମୀ ମା ଭଉଣୀ ଭାଇମାନେ ଉପସ୍ଥିତ ହୋଇଥିଲେ ଏବଂ କେମିତି ବିଜୁ ଜନତା ଦଳକୁ ଆଗକୁ ବଢାଇବେ। ଆଗାମୀ ଏହି ବର୍ଷ ଚଳିତ 2026 ମସିହାଟି ଆମର ଲଢ଼େଇର ବର୍ଷ ହେବ ଏବଂ ଆମେ ଚେଷ୍ଟା କରିବୁ ସବୁଯାକ ଆସନ କେମିତି ଗ୍ରହଣ କରିବା ପାଇଁ ପଞ୍ଚାୟତ ସମସ୍ତଙ୍କର ଆଶା ଅଛି। ଆମେ କେମିତି ନିଶ୍ଚୟ ନାହିଁ, ଯିଏ ଯାଉଛି ଯାଉ ରହୁ, ବିଜୁ ଜନତା ଦଳ ଆହୁରି ଆଗକୁ ବଢିବ। କାରଣ ଆଉ 1.5 ବର୍ଷ ଭିତରେ ଏ ସରକାର ଯୋଉ କାର୍ଯ୍ୟକ୍ରମ କରୁଛି ସେ ଅନୁଭବ କରୁଛନ୍ତି। ଶିକ୍ଷା ହଉ, ଚାଷୀ କୃଷକ ହଉ, ଯେକୌଣସି କ୍ଷେତ୍ର ଦରଦାମ ସବୁଥିରେ ବଢି ଚାଲିଛି। 24 ବର୍ଷର ଆପଣ ବିକାଶ ଦେଖିଛନ୍ତି ନବୀନ ପଟ୍ଟନାୟକ ବିଜୁ ଜନତା ଆମର ହେଉଛି ବିଜୁ ଜନତା ଦଳ। ଏ ବର୍ତ୍ତମାନ 1.5 ବର୍ଷର ଯୋଉ ବିଫଳତାର ସରକାର ଯାହା କରୁଛି ଆପଣଙ୍କୁ ଅନୁଭବ କରୁଛି।